ମୁଁ ବି ଭୁବନେଶ୍ୱରରେ ଅଛି, ସେମାନେ ଭୁବନେଶ୍ୱରରେ ଅଛନ୍ତି, ଲୋକ ବି ଜାଣିଛନ୍ତି ଦଳ ବିରୋଧୀ କାମ କିଏ କରୁଛି। ଏ ଗୋଟେ ଖୁସିର କଥା, 24 ବର୍ଷ ପରେ ଏଇଟା କରିବାକୁ ପଡ଼ିଲା ଆମ ଦଳକୁ। କିନ୍ତୁ ଏ ଶୃଙ୍ଖଳା କମିଟିଟା ଆପଣ ଇଏ ଗୋଟେ କମିଟି ବସିକି ତର୍ଜମା କରିବେ, ତର୍ଜମା କରିକି ଦେବେ ସଭାପତି ଦେବେ, ସଭାପତି ଯାହା ଫାଇନାଲ କରିବେ ସେ ଗୋଟିକ ହେବ। ଶୃଙ୍ଖଳା କମିଟି ସେ ପ୍ରଥମେ ଦେବେ ସଭାପତି, ସଭାପତି ଶୃଙ୍ଖଳା କମିଟି ଜିନିଷ ଠିକ୍ ନାହିଁ ସେ ବୁଝିବେ ଓ ତାପରେ ଯାଇ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମୋ ପାଖରେ ଯାହା ମୁଁ ଯେତିକି ଯାହା ଜାଣିଛି ବହୁତ ଭଲ ହେଲା। ଦେବୀ ମିଶ୍ର ଜଣେ ଭଲ ଲୋକ, ଓଡ଼ିଶାକୁ ସବୁ ଚିହ୍ନନ୍ତି, ସେ ଜାଣନ୍ତି କାହା ସହିତ କାହାର ଇକ୍ୱେସନ୍ କ'ଣ ଜାଣନ୍ତି ଓ ସେ ଭାବୁଛି ସେ ଶକ୍ତିଶାଳୀ ହେବେ, ଏ ଶୃଙ୍ଖଳା କମିଟି ଚଳାଇବା ପାଇଁ ବହୁତ ଶକ୍ତିଶାଳୀ ହେବେ, କାରଣ ସେ ବହୁତ ବଡ଼ ବଡ଼ ଡିସିସନ୍ କରିଛନ୍ତି, ଏକ କରିବେ। ଆସୁ ଆସୁ କାଲିକି ବି ଗୋଟିଏ ଯେଉଁ କରିଛନ୍ତି ଯେଉଁ ଯୁବ ନେତାଙ୍କୁ କରିଛନ୍ତି ଯେଉଁ ପାର୍ଥସାରଥୀ ମୁଦୁଲି, ଦେଖୁଥିଲି ସକାଳେ ଆଜି ପେପର ବି ଦେଖୁଥିଲି, ସେ କହୁଥିଲେ ମୁଁ ଦଳରେ ନାହିଁ ବୋଲି। ସେଇଟା ଗୋଟେ ତ ଭିନ୍ନ ପ୍ରସଙ୍ଗ, କିନ୍ତୁ ନିଶ୍ଚିନ୍ତ ଭାବରେ ଆଗାମୀ ଦିନରେ ଏମାନେ ବସିବେ, ଦଳର ଯାହା ଅଭିଯୋଗ ଯାହା ଯେଉଁଠି ଆସୁଛି ସେମାନଙ୍କୁ ତର୍ଜମା କରିବେ। କିନ୍ତୁ ଗୋଟେ କଥା ହେଉଛି ଯେ ବିପର୍ଯ୍ୟୟ ପରେ ଅନେକ ନେତା ଦଳ ବିରୋଧରେ କହିଲେଣି, ବିଦ୍ରୋହ ମଧ୍ୟ କଲେଣି, ସିଧାସଳଖ କଥା କହୁଛନ୍ତି। ଯେଉଁମାନେ ନିର୍ବାଚନ ପରିଚାଳନା ଦାୟିତ୍ୱ ନେଇଥିଲେ ବା ବିପର୍ଯ୍ୟୟ ପାଇଁ ଯେଉଁମାନେ ଦାୟୀ ଆଗଧାଡ ନେତା, ସେମାନଙ୍କ ବିରୁଦ୍ଧରେ କହିକି ମଧ୍ୟ ଆପଣମାନେ ଅଡୁଆରେ ପଡ଼ିଛନ୍ତି। ଦେଖନ୍ତୁ ଆମେ କିଛି ଅଡୁଆରେ ପଡ଼ିନୁ, ଆମେ ଯେଉଁଟା ସତ କଥା ସେଟା କହିଛୁ। ସେଟା ସଭାପତି ଆମେ ଯାହା କହୁଛୁ ସଭାପତି ବୁଝିଛନ୍ତି ଓ ବିଜୁ ଜନତା ଦଳର ପ୍ରତ୍ୟେକ ଲୋକ ବୁଝିଛନ୍ତି। ସତ କଥା କହିବା ଆଉ ଦଳ କଥା ହିତ କହିବାଟା ମୁଁ ଭାବୁଛି କିଛି ଖରାପ କଥା ନୁହେଁ। ଆପଣ ଏବେ ବି ସେଭଳି କଥା ଜାରି ରଖିବେ, ସତ କଥା ଯାହା ଦଳରେ ସତ କି ନାହିଁ କି ଆପଣ ଦଳ ବିରୋଧୀ ଗୋଟେ ଅଲଗା କଥା, ସତ କଥାଟା କହିବା ଗୋଟେ ପାର୍ଟି ଭିତରେ ଗୋଟେ ସ୍ୱର ଉତ୍ତୋଳନ କରିବା ଅଲଗା କଥା, ଦଳ ବିରୋଧୀ କାମଟା ହେଉଛି ଅଲଗା କଥା। ଗୁଡ଼ାଏ ଅଛନ୍ତି ଦଳ ବିରୋଧୀ ଯେଉଁମାନେ ଅଛନ୍ତି ତାଙ୍କୁ ନିଶ୍ଚିନ୍ତ କାର୍ଯ୍ୟାନୁଷ୍ଠାନ ନେବେ, ତାଙ୍କ ଉପରେ ସଭାପତି ନିଶ୍ଚିନ୍ତ ନେବେ ତାଙ୍କ ଉପରେ। ପ୍ରକୃତ ଦଳ ବିରୋଧୀ କିଏ? ଆପଣମାନଙ୍କୁ ଯେଉଁ ସଜା ଯାଉଛି ଯେ ଏମାନେ ବିଦ୍ରୋହୀ ଦଳ ବିରୋଧୀ, ପ୍ରକୃତ ପକ୍ଷେ ଯେଉଁମାନେ ସଜାଉଛନ୍ତି ସେମାନେ ନା ନାଇଁ, ସିଏ ଶୁଣନ୍ତୁ ବହୁତ ଲୋକ ବହୁତ କଥା ଜିନିଷ କହିବେ। ଦଳ ବିରୋଧୀ ଯେଉଁମାନେ ଅଛନ୍ତି ନିଶ୍ଚିନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ, ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ହେବ। ଶୃଙ୍ଖଳାଗତ କମିଟି ଯେଉଁ ଆସିଲା ତାଙ୍କ ବିଭିନ୍ନ ଜିନିଷ ତର୍ଜମା କରିବ, ତର୍ଜମା କରିକି ସେମାନଙ୍କ ରିପୋର୍ଟ ଦେବ, ସେ ଅନୁସାରେ ମୁଖ୍ୟମନ୍ତ୍ରୀ ଏଇ ଯେଉଁ ଆମର ସଭାପତି ଯାହା ହେଲେ କାମ ତାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଆପଣଙ୍କ ନାଁରେ ବି ଗୋଟେ ଅଭିଯୋଗ ଆସିଥିଲା, ସିରିୟସ୍ ଅଭିଯୋଗ, ଦଳର ବରିଷ୍ଠ ନେତାମାନେ ସଞ୍ଜୟ ଦାସ ବର୍ମା, ପ୍ରତାପ ଜେନା, ଅଶୋକ ପଣ୍ଡା ଆପଣଙ୍କୁ ସସ୍ପେଣ୍ଡ କରିବା ପାଇଁ ମଧ୍ୟ ସୁପାରିଶ କରିଥିଲେ, କ'ଣ ହେଲା ସେ ଘଟଣା? କିଛି ନାହିଁ, ଯେ ସଞ୍ଜୟ ବାବୁକୁ ଏଇଟା ପଚାରିଲେ ସେ କହିବେ, ସେ କାରଣ ସେ ଜାଣନ୍ତି ଏସବୁ। ସଞ୍ଜୟ ଦାସ ବର୍ମା ଆମର ଅଛନ୍ତି, ତାପରେ ପ୍ରତାପ ଜେନା, ଅଶୋକ ପଣ୍ଡା, ସେମାନଙ୍କୁ ପଚାରିଲେ ସେମାନେ ଭଲ ଭାବରେ କହିପାରିବେ। ମୁଁ ତ ଜାଣିନି, ମୋ ପାଖରେ ଯାହା ଖବର ଯେ ସଭାପତି ପାଖରେ ଯାହା ହେବ ସଭାପତିଙ୍କ ପାଖରେ ହେବ, ସଭାପତିଙ୍କୁ ଛାଡ଼ିକି କୌଣସି ଡିସିସନ୍ ହେବ ନାହିଁ। ସେମାନଙ୍କ ଅଭିଯୋଗ ବି ଶୁଣାଯିବ, ସେମାନେ ଯଦି ଅଭିଯୋଗ କରୁଛନ୍ତି ତାଙ୍କ ଅଭିଯୋଗକୁ ସବୁବେଳେ ସ୍ୱାଗତ କରୁଛି। ଆଉ ମୁଁ ବି ଭୁବନେଶ୍ୱରରେ ଅଛି, ସେମାନେ ଭୁବନେଶ୍ୱରରେ ଅଛନ୍ତି, ଲୋକ ବି ଜାଣିଛନ୍ତି ଦଳ ବିରୋଧୀ କାମ କିଏ କରୁଛି। ଆଉ ବିଗତ ଦିନରେ ସଞ୍ଜୟ ଦାସ ବର୍ମା ବି ଦଳ ଯିଏ ବିଭିନ୍ନ କଥା ଷ୍ଟେଜ ଉପରେ କହୁଥିଲେ, ଯେଉଁଟା ଦଳ ହିତ ପାଇଁ ବୋଲି କହୁଥିଲେ, ସେମିତି କିଛି ଆମର ସଞ୍ଜୟ ବାବୁ ଯେ ଆମେ ଗୋଟେ ଦଳ ବିରୋଧୀ କାମ କରିଦେଲୁ ସେ ଯାଇ ଅଭିଯୋଗ ସେଟା ନୁହଁ। କିଛି କାହାଠୁ ଶୁଣିଥିବେ, କ'ଣ ଶୁଣିଥିବେ, ସେଟାକୁ ଯେତେବେଳେ ଡକା ହେବ ଆମକୁ ତ ନିଶ୍ଚିନ୍ତ ଡାକିବେ, ଡାକିଲେ ଆମେ ତର୍ଜମା କରିବୁ କ'ଣ କହୁଛନ୍ତି, ସେ କ'ଣ କହୁଛନ୍ତି, ସତରେ ଯଦି ଆମେ କରିଥିବୁ ନିଶ୍ଚିନ୍ତ ଆମେ ଏକ୍ସପେଲ୍ ହେବୁ, ପାର୍ଟିରୁ ଏକ୍ସପେଲ୍ ହେବୁ, ପାର୍ଟିରୁ ବିଭିନ୍ନ ଯେଉଁ ଅଛନ୍ତି ଶୃଙ୍ଖଳାଗତ କମିଟି ଡାକିବ। ମୁଁ ଭାବୁଛି ସେତେ ଦରକାର ପଡ଼ିବନି, କାରଣ ଆମେ ଦଳରେ ଜଣେ ଶୃଙ୍ଖଳିତ କର୍ମୀ, ଆଉ ପାର୍ଟିରେ ଯେଉଁଠି ବି ଅନ୍ୟାୟ ହେଲା ଆମେ ସେଠି ସ୍ୱର ଉତ୍ତୋଳନ କରିବୁ, ଆଉ ବିକାଶ ସାଙ୍ଗରେ ରହି ବିକାଶ କରିବୁ। ଯେଉଁମାନେ ପରାଜୟ ପାଇଁ ଦାୟୀ ସେମାନେ ପୁଣି ଥରେ ତ କ୍ଷମତାରେ ଅଛନ୍ତି ଦଳ ବିରୁଦ୍ଧରେ। ଶୁଣନ୍ତୁ, ନିଶ୍ଚିନ୍ତ ଏ ଶୃଙ୍ଖଳାଗତ କମିଟି ହେଇଛି, ପରାଜୟ ପାଇଁ ଯିଏ ଦାୟୀ, ଯେଉଁ ଲୋକମାନେ ସବୁ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଲୋକ ହରାଇବାର ମୁଖ୍ୟ ଭୂମିକା ନେଇଛନ୍ତି ବିଭିନ୍ନ MLAକୁ, ନିଶ୍ଚିନ୍ତ ତାଙ୍କ ବିଷୟରେ ତର୍ଜମା ହେବ ଓ ନିଶ୍ଚିନ୍ତ ଶୃଙ୍ଖଳାଗତ ଯେଉଁ
कमिटी अच्छी निश्चिंत ए विषय तर्जमा कर दृढ़ कार्यानुष्ठान नवाई मुख्यमंत्री जो आम सभापति निश्चिंत सुपारिश कर।